ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଆସନ୍ତାକାଲି ଭୋଟ୍ ଗ୍ରହଣ। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। ଚାରିଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀରେ ଆସି ପହଞ୍ଚିଲେ ଜାମାଇକା ପ୍ରଧାନମନ୍ତ୍ରୀ ଡକ୍ଟର ଆଣ୍ଡ୍ରିଉ ହୋଲନେସ୍। ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର। ଅଧିକ 12ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ। ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲ୍କେ ପୁରସ୍କାର। ଏବଂ ଭାରତ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନର ଖେଳ ଜାରି। ବାଂଲାଦେଶ ପ୍ରଥମ ଇନିଂସରେ 233 ରନ୍ରେ ଅଲ୍ ଆଉଟ୍। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲକ୍ଷ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ପର୍ଯ୍ୟାୟରେ ଆସନ୍ତାକାଲି 7ଟି ଜିଲ୍ଲାର 40ଟି ବିଧାନସଭା ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ସେଥିମଧ୍ୟରେ କାଶ୍ମୀର ଅଞ୍ଚଳର 16ଟି ଏବଂ ଜାମ୍ମୁ ଅଞ୍ଚଳର 24ଟି ବିଧାନସଭା ଆସନ ରହିଛି। ଏହି ପର୍ଯ୍ୟାୟରେ 39,18,000ରୁ ଅଧିକ ଭୋଟର 415 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଗ୍ରହଣ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। 3ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ 61% ମତଦାତା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 56% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆସନ୍ତା 8 ତାରିଖ ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଜାମାଇକା ପ୍ରଧାନମନ୍ତ୍ରୀ ଡକ୍ଟର ଆଣ୍ଡ୍ରିଉ ହୋଲନେସ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଜାମାଇକା ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଜାମାଇକା ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଡକ୍ଟର ହୋଲନେସ୍ ଭାରତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାମାଇକା ପ୍ରତିପକ୍ଷ ବିଭିନ୍ନ ବହୁପକ୍ଷୀୟ ବୈଠକ ଅବସରରେ ଅନେକ ଥର ପରସ୍ପର ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ହୋଲନେସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜାମାଇକା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଭାରତ ଓ ଜାମାଇକା ମଧ୍ୟରେ ଦୃଢ଼ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ଡକ୍ଟର ହୋଲନେସ୍ଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଅର୍ଥନୈତିକ ସହଯୋଗ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି। ଜାମ୍ମୁ କାଶ୍ମୀରରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ମନ୍ତବ୍ୟକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅପମାନଜନକ ବୋଲି କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଏହି ମାମଲାରେ ଶ୍ରୀ ଖଡ଼ଗେ ତାଙ୍କ ଦଳର ଅନ୍ୟ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ଖଡ଼ଗେ ଅନାବଶ୍ୟକ ଭାବେ ଶ୍ରୀ ମୋଦିଙ୍କୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣାରେ ତାଙ୍କୁ କ୍ଷମତାରୁ ହଟାଇବା ବିଷୟ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସର ଲୋକମାନେ ଘୃଣା କରନ୍ତି ଓ ଭୟ କରନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ସେମାନେ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ହିଁ ଚିନ୍ତା କରୁଛନ୍ତି। ଶ୍ରୀ ଶାହା କହିଛନ୍ତି, ଯଦି ଶ୍ରୀ ଖଡ଼ଗେଙ୍କ ସ୍ୱାସ୍ଥ୍ୟ ବିଷୟ କଥା କୁହାଯାଏ ତାହେଲେ ଶ୍ରୀ ମୋଦିଙ୍କ ସମେତ ସମସ୍ତେ ପ୍ରାର୍ଥନା କରୁଛନ୍ତି ଯେ ଶ୍ରୀ ଖଡ଼ଗେ ସୁସ୍ଥ ଏବଂ ଦୀର୍ଘାୟୁ ହୁଅନ୍ତୁ ଏବଂ 2047 ବିକଶିତ ଭାରତ ଦେଖନ୍ତୁ। ଗତକାଲି ଜମ୍ମୁର ଜସରୋଟାରେ ଏକ ନିର୍ବାଚନୀ ରାଲି ସମୟରେ ଶ୍ରୀ ଖଡ଼ଗେ ଅଚାନକ ମୂର୍ଚ୍ଛା ଚାଲିଯାଇଥିଲେ। କିଛି ସମୟ ପରେ ସେ ପୁନର୍ବାର ନିଜ ସମ୍ବୋଧନରେ କହିଥିଲେ ଯେ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାରୁ ହଟାଇ ନ ଦେବେ ତା ପୂର୍ବରୁ ସେ ମରିବେ ନାହିଁ। ଶ୍ରୀଲଙ୍କା ଏୟାରଲାଇନ୍ସରୁ ଶ୍ରୀଲଙ୍କା ସରକାର ନିଜର ଭାଗ ଫେରସ୍ତ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେଠାକାର ସ୍ଥାନୀୟ ଗଣମାଧ୍ୟମ ନ୍ୟାସନାଲ୍ ପିପୁଲ୍ସ ପାୱାର ଆର୍ଥିକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନିଲ ଜୟନ୍ତାଙ୍କ ଉକ୍ତିକୁ ଉଦ୍ଧାର କରି କୁହାଯାଇଛି, ସରକାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେବା ଦୃଷ୍ଟିରୁ ରାଷ୍ଟ୍ରୀୟ ଏୟାରଲାଇନ୍ସକୁ କାର୍ଯ୍ୟକ୍ଷମ ରଖିବା ଉପରେ ବିଶ୍ୱାସ କରନ୍ତି। ପୂର୍ବ ସରକାର ଶ୍ରୀଲଙ୍କା ଏୟାରଲାଇନ୍ସକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ସେଥିପାଇଁ 6ଟି କମ୍ପାନୀ ଆବେଦନ କରିଥିବା କୁହାଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF ଗତବର୍ଷ ଶ୍ରୀଲଙ୍କାକୁ $2.9 ବିଲିୟନ ବେଲ୍ ଆଉଟ୍ ପ୍ୟାକେଜକୁ ସ୍ୱୀକୃତି ଦେଇଥିଲା ଏବଂ ସେଥିରେ ଶ୍ରୀଲଙ୍କା ଏୟାରଲାଇନ୍ସର ପୁନର୍ଗଠନ ହେବ ବୋଲି କୁହାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଞ୍ଚି ଏବଂ ବାରାଣାସୀରେ ଏନ୍ଡିଆର୍ଏଫ୍ର 6ଟି ଅତିରିକ୍ତ ଦଳକୁ ମୁତୟନ କରାଯାଇଛି।
ଅତିରିକ୍ତ ଟିମ୍ଗୁଡ଼ିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ଥିବା 12ଟି ଏନ୍ଡିଆର୍ଏଫ୍ ଦଳ 22ଟି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ସହ କାର୍ଯ୍ୟ କରିବେ। କୃଷି ଏବଂ ଗଣ୍ଡକ ନଦୀରୁ ପାଣି ଛଡ଼ାଯିବା ପରେ ଆଜି ସେଠାକାର ଅନେକଗୁଡ଼ିଏ ନଦୀରେ ବନ୍ୟା ଜଳ ପହଞ୍ଚିବ ବୋଲି ଜଣାପଡ଼ିଛି। ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିବା ପରେ ପାଣି ଛଡ଼ାଯାଉଛି ଏବଂ ଏଥିଯୋଗୁଁ ପଶ୍ଚିମ ଚମ୍ପାରଣ, ସୀତାମଢ଼ି, ଦରଭଙ୍ଗା ଏବଂ ଶିବହରର ଅନେକଗୁଡ଼ିଏ ଗାଁ ପ୍ରଭାବିତ ହୋଇଛି। ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସୁପୌଲ, ମଧୁବନୀ, ସହରସା, ସୀତାମଢ଼ି, ଶିବହର ସମେତ 16ଟି ଜିଲ୍ଲା ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଗଣ୍ଡକ, କୋସି, ବାଗମତୀ, କମଳାବାଲାନ ଏବଂ ମହାନଦୀରେ ବନ୍ୟାଜଳ ପରିମାଣ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି। ସେଠାକାର ଜଳସମ୍ପଦ ବିଭାଗ ଫାଟ ସୃଷ୍ଟି ହୋଇଥିବା ବନ୍ଧଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ କରିଛି। ବିଭାଗୀୟ ମୁଖ୍ୟ ସଚିବ ସନ୍ତୋଷ କୁମାର ମଲ୍ଲ କହିଛନ୍ତି, ବନ୍ଧଗୁଡ଼ିକୁ ସୁରକ୍ଷା ଦେବା ଲାଗି 24 ଘଣ୍ଟିଆ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ପରିସ୍ଥିତିର ମୁକାବିଲା ପାଇଁ ବିହାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ପାଟନାଠାରେ ପରିସ୍ଥିତିର ସମୀକ୍ଷା କରିଥିଲେ। ପରିସ୍ଥିତି ନେଇ ବିହାର କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ନିରନ୍ତର ଯୋଗାଯୋଗରେ ଅଛନ୍ତି। ଆବଶ୍ୟକ ପଡ଼ିଲେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ବାୟୁସେନାର ସହଯୋଗ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ରାୟ ସୂଚନା ଦେଇଛନ୍ତି। ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯିବ। ଆସନ୍ତା ମାସରେ ହେବାକୁ ଥିବା 70ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ଏହା ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, କୋଲକାତାର ରାସ୍ତାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତର ଶୀର୍ଷ ସ୍ଥାନରେ ପହଞ୍ଚିଥିବା ମିଥୁନ ଦାଙ୍କ ସଂଘର୍ଷ ଓ ଉପଲବ୍ଧିର କଥା ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସେ କହିଛନ୍ତି, ଭାରତୀୟ ଚଳଚ୍ଚିତ୍ର ଜଗତରେ ମିଥୁନ ଚକ୍ରବର୍ତ୍ତୀଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁରସ୍କାର ଘୋଷଣା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସମ୍ବାଦଦାତାମାନଙ୍କୁ କହିଛନ୍ତି, ଏହି ପୁରସ୍କାର ସେ ନିଜ ପରିବାର ଓ ସମର୍ଥକଙ୍କୁ ସମର୍ପିତ କରୁଛନ୍ତି। ନେପାଳରେ ଲଗାତାର ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 192 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30 ଜଣ ନିଖୋଜ ଅଛନ୍ତି। ସେଠାକାର ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଋଷିରାମ ତିୱାରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିଭିନ୍ନ ଘଟଣାରେ 94ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରୁ 4500ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ପ୍ରଭାବିତମାନଙ୍କୁ ମାଗଣା ସହାୟତା ଯୋଗାଇ ଦିଆଯାଉଛି। ଶ୍ରୀଲଙ୍କା ସରକାର ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଆବଶ୍ୟକ ପାଣ୍ଠି ମଞ୍ଜୁର କରିଛନ୍ତି। ସେଠାକାର ନିର୍ବାଚନ ଆୟୋଗ ସମନ ଶ୍ରୀ ରତ୍ନାୟକେ ସମ୍ବାଦଦାତାମାନଙ୍କୁ କହିଛନ୍ତି, ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଆସନ୍ତା ସାଧାରଣ ନିର୍ବାଚନ ଖର୍ଚ୍ଚ ନିମନ୍ତେ 11 ବିଲିୟନ ଶ୍ରୀଲଙ୍କା ମୁଦ୍ରା ମଞ୍ଜୁର କରିଛନ୍ତି। ନିର୍ବାଚନ କମିଶନ ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ 10 ବିଲିୟନ ଶ୍ରୀଲଙ୍କା ମୁଦ୍ରା ଖର୍ଚ୍ଚ ହୋଇଥିବା କହିଛନ୍ତି। ଇତିମଧ୍ୟରେ ଶ୍ରୀଲଙ୍କାର ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଅକ୍ଟୋବର 8 ତାରିଖ ପର୍ଯ୍ୟନ୍ତ ଡାକ ଯୋଗେ ମତଦାନ ନିମନ୍ତେ ଆବେଦନପତ୍ର ଗ୍ରହଣ କରାଯିବ। ଅକ୍ଟୋବର 4ରୁ 11 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ ବୋଲି ଜଣାପଡ଼ିଛି। କାନପୁରର ଗ୍ରୀନ୍ ପାର୍କରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜିର ଚତୁର୍ଥ ଦିନ ଖେଳ ଜାରି ରହିଛି। 3 ୱିକେଟ୍ରେ 107 ରନ୍ରୁ ଖେଳ ଆରମ୍ଭ କରିଥିବା ବାଂଲାଦେଶ ଆଜି ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଛି। ଏବେ ଭାରତ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 6 ଓଭରରେ ଗୋଟିଏ ୱିକେଟ୍ ହରାଇ 66 ରନ୍ ସଂଗ୍ରହ କରିଛି। ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ଅଧାରୁ ବନ୍ଦ ରହିବା ପରେ ଦ୍ୱିତୀୟ ଏବଂ ତୃତୀୟ ଦିନ ଖେଳ ସମ୍ଭବ ହୋଇପାରିନଥିଲା। ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ 280 ରନ୍ରେ ବାଂଲାଦେଶକୁ ପରାସ୍ତ କରି 1-0 ସିରିଜ୍ ଅଗ୍ରଣୀ ରହିଛି। ହକି ଭାରତ କନିଷ୍ଠ ମହିଳା ଜାତୀୟ ଚାମ୍ପିୟନସିପ୍ 2024ର ଚତୁର୍ଦ୍ଦଶ ସଂସ୍କରଣ ଆଜିଠାରୁ ଝାଡ଼ଖଣ୍ଡର ରାଞ୍ଚିଠାରେ ଆରମ୍ଭ ହେଉଛି। ଏଥିରେ 26ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଗ୍ରୁପ୍ର ଶୀର୍ଷ ତାଲିକାଭୁକ୍ତ ଦଳ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 7 ତାରିଖରେ କ୍ୱାର୍ଟର ଫାଇନାଲ୍ ଏବଂ 9 ତାରିଖରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ସାଫ୍ 17 ବର୍ଷରୁ କମ୍ ଫୁଟବଲ ଟାଇଟଲ ହାସଲ ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭୁଟାନର ଥିମ୍ପୁସ୍ଥିତ ଚାଙ୍ଗଲି ମିଥାଙ୍ଗ ଷ୍ଟାଡିୟମଠାରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଆସନ୍ତାକାଲି ଭୋଟ ଗ୍ରହଣ, ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ। 4 ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀରେ ଆସି ପହଞ୍ଚିଲେ ଜମାଇକା ପ୍ରଧାନମନ୍ତ୍ରୀ ଡକ୍ଟର ଆଣ୍ଡ୍ରିଉ ହୋଲନେସ୍। ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର, ଅଧିକ 12ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ। ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ଭାରତ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନର ଖେଳ ଜାରି। ବାଂଲାଦେଶ ପ୍ରଥମ ଇନିଂସରେ 233 ରନ୍ରେ ଅଲ୍ ଆଉଟ୍। ସମ୍ବାଦ ଶେଷ ହେଲା।